भगवान श्रीकृष्णଙ୍କର ଏହି ପାଞ୍ଚଟି କଥା ଆପଣଙ୍କ ଜୀବନକୁ ବଦଳାଇ ଦେବ। କର୍ମ କର, ଫଳକୁ ଭଗବାନଙ୍କ ଉପରେ ଛାଡ଼ି ଦିଅ। ଏହାଦ୍ୱାରା ଚିନ୍ତା କମିବ, ମନରେ ଶାନ୍ତି ଆସିବ। ଖରାପ ସମୟ ମଧ୍ୟ ଜୀବନର ଏକ ଅଂଶ। ଭଗବାନ ଶ୍ରୀକୃଷ୍ଣ ମଧ୍ୟ ସମସ୍ୟା ସହ ଜୀବନ କଟାଇଥିଲେ। ଯେଉଁଠି ସତ୍ୟ ଅଛି ସେଇଠି ଜିତ୍ ନିଶ୍ଚିନ୍ତ। ଡେରି ହେଲେ ମଧ୍ୟ ସତ୍ୟର ବିଜୟ ହୁଏ। ଅହଙ୍କାର ଛାଡ଼ିଦିଅ, ସମ୍ପର୍କକୁ ରକ୍ଷା କର। ସତ୍ୟ ସୁଖ ଏହିଥିରେ ଲୁଚିଛି। ସବୁକିଛି ଭଗବାନଙ୍କ ଯୋଜନା। ଯାହା ହେଉଛି ଭଲ ପାଇଁ ହେଉଛି। କ'ଣ ସାଙ୍ଗମାନେ ଠିକ୍ ତ? କମେଣ୍ଟରେ ଆପଣଙ୍କର ଉତ୍ତର ନିଶ୍ଚୟ ଲେଖନ୍ତୁ। ଦର୍ଶକ ବନ୍ଧୁ, ସାଧାରଣତଃ ଏକ ସୁଖୀ ଦାମ୍ପତ୍ୟ ଜୀବନ ପାଇଁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବିଶ୍ୱାସ ଏବଂ ସ୍ପଷ୍ଟତା ରହିବା ଅତ୍ୟନ୍ତ ଜରୁରୀ। ତଥାପି କିଛି ପରିସ୍ଥିତିରେ ନିଜ ସମ୍ପର୍କରେ ମଧୁରତା ବଜାୟ ରଖିବା ପାଇଁ କିଛି କଥାକୁ ଗୋପନ ରଖିବା ଭଲ ବୋଲି ବିବେଚନା କରାଯାଏ। ତେବେ ଆସନ୍ତୁ ଜାଣିବା କେଉଁ ସବୁ କଥା ନିଜ ସ୍ତ୍ରୀକୁ କହିବେ ନାହିଁ। ଅନ୍ୟମାନେ କରିଥିବା ଅପମାନ। ଯଦି କେହି ବାହାର ଲୋକ ବା ଆପଣଙ୍କ ପରିବାରର କେହି ଆପଣଙ୍କୁ ଅପମାନିତ କରିଛନ୍ତି, ତେବେ ସେହିସବୁ କଥା ସ୍ତ୍ରୀଙ୍କୁ ସବୁବେଳେ କହିବା ଉଚିତ ନୁହେଁ। ଏହାଦ୍ୱାରା ତାଙ୍କ ମନରେ ସେହି ବ୍ୟକ୍ତିଙ୍କ ପ୍ରତି ଘୃଣା ସୃଷ୍ଟି ହୋଇପାରେ କିମ୍ବା ସେ ଆପଣଙ୍କ ପ୍ରତି ଥିବା ସମ୍ମାନର କମି ଆସିଥିବା ଅନୁଭବ କରିପାରନ୍ତି। ନିଜର ଦୁର୍ବଳତା। ପୁରୁଷମାନେ ନିଜର କିଛି ଛୋଟ ଛୋଟ ଦୁର୍ବଳତାକୁ ଗୋପନ ରଖିବା ଉଚିତ। ଯଦି ସ୍ତ୍ରୀ ଆପଣଙ୍କ ଦୁର୍ବଳତା ବିଷୟରେ ସବୁକିଛି ଜାଣିଯାଆନ୍ତି, ତେବେ ପରବର୍ତ୍ତୀ ସମୟରେ କୌଣସି ଯୁକ୍ତିତର୍କ ବେଳେ ସେହି ଦୁର୍ବଳତାକୁ ନେଇ ଆପଣଙ୍କୁ ମାନସିକ ଆଘାତ ପହଞ୍ଚାଇବାର ସମ୍ଭାବନା ଥାଏ। ଦାନ କିମ୍ବା ସାହାଯ୍ୟ। ଶାସ୍ତ୍ର ଅନୁଯାୟୀ ଦାନ ସବୁବେଳେ ଗୁପ୍ତରେ କରିବା ଉଚିତ। ଯଦି ଆପଣ କାହାକୁ ଆର୍ଥିକ ସାହାଯ୍ୟ କରୁଛନ୍ତି, ତେବେ ସେହି ବିଷୟରେ ବାରମ୍ବାର ଚର୍ଚ୍ଚା କରିବା ବା ସ୍ତ୍ରୀଙ୍କୁ ଜଣାଇବା ଦ୍ୱାରା ସେହି ଦାନର ମହତ୍ତ୍ୱ କମିଯାଏ ଏବଂ ବେଳେବେଳେ ଏହା ଘରୋଇ କଳହର କାରଣ ମଧ୍ୟ ହୋଇଥାଏ। ପୁରୁଣା ପ୍ରେମ ସମ୍ପର୍କର କିଛି ଅନାବଶ୍ୟକ ସ୍ମୃତି। ଯଦି ଆପଣଙ୍କର ଅତୀତରେ କୌଣସି ସମ୍ପର୍କ ଥିଲା ଯାହା ବର୍ତ୍ତମାନ ସମ୍ପୂର୍ଣ୍ଣ ଶେଷ ହୋଇଯାଇଛି, ତେବେ ସେହି ବିଷୟରେ ଅଧିକ ସବିଶେଷ ତଥ୍ୟ ବା ସ୍ମୃତି ବାରମ୍ବାର ସେୟାର କରିବା ଅନୁଚିତ। ଏହାଦ୍ୱାରା ବର୍ତ୍ତମାନର ସମ୍ପର୍କରେ ସନ୍ଦେହ ଏବଂ ଅସନ୍ତୋଷ ସୃଷ୍ଟି ହୋଇପାରେ। ରୋଜଗାରର ସମ୍ପୂର୍ଣ୍ଣ ଗୋପନୀୟତା। ରୋଜଗାର ବିଷୟରେ ସ୍ତ୍ରୀଙ୍କୁ ଜଣାଇବା ଭଲ, କିନ୍ତୁ ଆପଣଙ୍କ ପାଖରେ ଥିବା କିଛି ଗୁପ୍ତ ସଞ୍ଚୟ ବା ଜରୁରୀକାଳୀନ ପାଣ୍ଠି ବିଷୟରେ ସବୁବେଳେ ସବୁକିଛି ଜଣାଇବା ଉଚିତ ନୁହେଁ। ଏହା ଭବିଷ୍ୟତରେ କୌଣସି ଅଭାବ ସମୟରେ କାମରେ ଆସିଥାଏ। କ'ଣ ସାଙ୍ଗମାନେ ଠିକ୍ ତ? କମେଣ୍ଟରେ ଆପଣଙ୍କର ଉତ୍ତର ନିଶ୍ଚୟ ଲେଖନ୍ତୁ। ଆଉ ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ, ତାହେଲେ ଗୋଟିଏ ସେୟାର କରିବାକୁ କେବେ ବି ଭୁଲିବେ ନାହିଁ।